ଆଜ୍ଞା ନମସ୍କାର। ଭଗବାନ ଶ୍ରୀରାମଙ୍କ ମନ୍ଦିରରୁ 200 କୋଟି ଟଙ୍କା ଚୋରି। ଯେଉଁ ଲୋକଙ୍କ ଦରମା ମାତ୍ର 14,000 ଟଙ୍କା, ତାଙ୍କ ସମ୍ପତ୍ତିର ମୂଲ୍ୟ 50 କୋଟିରୁ ତଦୁର୍ଦ୍ଧ୍ୱ। ତାହେଲେ କଥା ଉଠେ ଏଠି ରକ୍ଷକ କିଏ ଏବଂ ଭକ୍ଷକ କିଏ ଏବଂ ଚୋରି ହେଲା କେମିତି? ପ୍ରକୃତରେ 2020 ମସିହାରେ ଶ୍ରୀରାମ ଜନ୍ମଭୂମି ନାମରେ ଏକ ଟ୍ରଷ୍ଟକୁ ଗଠନ କରାଯାଇଥିଲା ସୁପ୍ରିମକୋର୍ଟଙ୍କ ଆଦେଶରେ ଏବଂ ସେହି ଟ୍ରଷ୍ଟର ମୁଖ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ଚମ୍ପତ ରାୟ। ଚମ୍ପତ ରାୟଙ୍କର ଡ୍ରାଇଭର ତାଙ୍କ ନାଁ ଆଜ୍ଞା ଟିନୁ ଯାଦବ। ତାଙ୍କ ସମ୍ପତ୍ତି ହେଉଛି ବର୍ତ୍ତମାନ 50 କୋଟି ଟଙ୍କା। ଟିନୁ ଯାଦବର ଭଣଜାଙ୍କ ନାମ ହେଉଛି ମନୀଷ ଯାଦବ, ଯାହାଙ୍କ ଘରୁ ମିଳିଛି 36 ଲକ୍ଷ ଟଙ୍କା କ୍ୟାସ୍। ଆଉ ଜଣଙ୍କ ନାଁ ହେଉଛି ଅନୁକଳ୍ପ ମିଶ୍ରା, ତାଙ୍କ ସମ୍ପତ୍ତିର ମୂଲ୍ୟ 65 ଲକ୍ଷ ଟଙ୍କା। ଏମାନଙ୍କ ଦରମା ମାତ୍ର 14,000 ଟଙ୍କା। କାହାଣୀଟି ଏମିତି, ପ୍ରଥମେ ପଇସା ଗଣିବା ପାଇଁ ଯେଉଁ ଭକ୍ତମାନେ ଯାଉଛନ୍ତି ମନ୍ଦିର ଭିତରକୁ 2025 ମସିହାରେ 30 କୋଟି ଲୋକ ଦର୍ଶନ କରିବା ପାଇଁ ଯାଇଥିଲେ। ଆକଳନ କରାଯାଏ ପ୍ରତ୍ୟେକ ଦିନ 1 କୋଟିରୁ ଅଧିକ ଟଙ୍କା ଦାନ କରୁଛନ୍ତି ଭକ୍ତମାନେ। ଏହାକୁ ଗଣିବା ପାଇଁ ଏକ ନିର୍ଦ୍ଦିଷ୍ଟ ଟିମ୍ ତିଆରି କରାଯାଇଥିଲା, ଯେଉଁ ଟିମ୍ରେ ରହିଛନ୍ତି 24 ଜଣ ଲୋକ ପଇସା ଗଣିବା ପାଇଁ ଏବଂ ସେ 24 ଜଣଙ୍କୁ ତଦାରଖ କରିବା ପାଇଁ ଅଛନ୍ତି ଆଉ 12 ଜଣ ଲୋକ, ମାନେ 36 ଜଣ ଲୋକ ଏବଂ 14 ଜଣ ଏସବିଆଇ ର କର୍ମଚାରୀ ଅଛନ୍ତି, ଯେଉଁମାନେ କ୍ୟାସ୍ ନେଇ ବ୍ୟାଙ୍କରେ ରଖିବେ। ଆଜ୍ଞା ତାହେଲେ ଯେତେବେଳେ ପଇସା ବାହାର କରାଯାଏ ହୁଣ୍ଡିରୁ, ତାକୁ ଗୋଟେ ଘର ଭିତରକୁ ନିଆଯାଏ ଏବଂ ସେଇ ଘର ଭିତରେ ଏକ ସିସିଟିଭି କ୍ୟାମେରା ଆଗରେ ପଇସା ଗଣାଯାଏ। ଏମାନେ 10-10ଟି ବଣ୍ଡଲ କରି ପଇସା ରଖନ୍ତି। এই যে 10ଟି ବଣ୍ଡଲ ଲେଖା, ଧରନ୍ତୁ ଗୋଟିଏ ବଣ୍ଡଲରେ ଲକ୍ଷେ ଟଙ୍କା ରହିଲା, ତାହେଲେ 10ଟି ବଣ୍ଡଲରେ 10 ଲକ୍ଷ ଟଙ୍କା। କିନ୍ତୁ ସେହି ବଣ୍ଡଲ ମାଧ୍ୟମରେ 10ଟି ଜାଗାରେ 11ଟି 12ଟି ଦେଇ ଦେଇଥାନ୍ତି ଏମାନେ। ଧରା ପଡ଼ିଲେ କେମିତି ଆଜ୍ଞା? ଜଣେ ବ୍ୟକ୍ତି ଅଛନ୍ତି ଆଜ୍ଞା ମହିପାଲ ସିଂ, ତାଙ୍କ ଘର ରାଜସ୍ଥାନ। ସେ କଥାଟିକୁ ପ୍ରଥମେ ଆଣିଥିଲେ ଏବଂ ତାଙ୍କୁ ମଧ୍ୟ ଚାକିରି ବାହାର କରାଯାଇଥିଲେ। କାହିଁକି ତମେ ଏଥିରେ ମୁଣ୍ଡ ପୁରଉଛ? ଧୀରେ ଧୀରେ এই কথাটি ବାହାରକୁ ଆସିଲା। এই কথাଟିକୁ ଆପଣଙ୍କର ଅଖିଳେଶ ଯାଦବ ମଧ୍ୟ ଉଠେଇଲେ ଏବଂ ବର୍ତ୍ତମାନ ଧରା ପଡ଼ିଛି ଯେ ଏହି ଲୋକମାନେ ଶହ ଶହ କୋଟି ଟଙ୍କା ଲୁଟି ନେଇଛନ୍ତି। ଆଜ୍ଞା ଫର୍ଚୁନରରେ ବୁଲୁଛନ୍ତି, ବଡ଼ ବଡ଼ ଆଲିସାନରେ ବୁଲୁଛନ୍ତି, କୋଟି କୋଟି ଟଙ୍କାର ସମ୍ପତ୍ତି ନଗଦ ଉପରେ ଏମାନଙ୍କ ଠାରୁ 2 କୋଟି ଟଙ୍କା କ୍ୟାସ୍ ଜବତ କରାଯାଇଛି ଏବଂ ଆ ମଧ୍ୟରେ 7 ତାରିଖ ଠାରୁ ଜୁନ୍ 7 ରୁ ଆଜି ପର୍ଯ୍ୟନ୍ତ ଜୁନ୍ 17 ମଧ୍ୟରେ ଏସ୍ଆଇଟି ପୋଲିସର ଯାଞ୍ଚ ଏବଂ ବହୁତ କିଛି ଘଟି ସାରିଲାଣି। ଦେଖନ୍ତୁ ମଣିଷ ମୁଖ୍ୟ ଆରୋପି ହେଉଛନ୍ତି ଆଜ୍ଞା ଚମ୍ପତ ରାୟ। ଏତେ ଲୋଭ ମଣିଷର ଯେ ଭଗବାନଙ୍କ ପଇସାକୁ ମଧ୍ୟ ଛାଡ଼ିଲେନି ବର୍ତ୍ତମାନ ମଣିଷ। ବର୍ତ୍ତମାନ ସମାଜରେ କରପସନ ପିକରେ ଥିଲାବେଳେ, ଲାଞ୍ଚର ସମାଜ ଚାଲିଥିଲା ବେଳେ, ବର୍ତ୍ତମାନ ଦେଖନ୍ତୁ ଭଗବାନଙ୍କ ପଇସା ମଧ୍ୟ ଛାଡୁନାହାନ୍ତି। ହଁ, ଏଇଠି ମଧ୍ୟ ଗୋଟେ ପ୍ରଶ୍ନ ଉଠୁଛି କି 1250ଟି ସୁନାର ଇଟାକୁ ମଧ୍ୟ ଚମ୍ପତ ରାୟ ହରଣ କରି ନେଇଛନ୍ତି, ସୁନା ଏବଂ ରୂପାର ଇଟାକୁ। ଏହା ସମୟ କହିବ ଏବଂ କମିଟିର ଉତ୍ତର କହିବ।